ଭୋଟ ଦେଇଥିଲୁ ଓଡ଼ିଶାର ବିକାଶ ପାଇଁ, ଓଡ଼ିଶାର ଉନ୍ନତି ପାଇଁ, ଓଡ଼ିଶାର ପ୍ରଗତି ପାଇଁ। କିନ୍ତୁ ଏଠି କିଏ ଏ 5 ବର୍ଷ ଭିତରେ ମନ୍ତ୍ରୀ ହବ, କିଏ ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସୁଛନ୍ତି ଓଡ଼ିଶା, ଏଠି ତାଙ୍କ ନେତା ମନ୍ତ୍ରୀଙ୍କର ବିପି ବଢି ଯାଉଛି। ମୋର କରମ ପୋଡ଼ା କାମଧେନୁ ବୋଲି ଭାବିଥିଲି ଯାହାକୁ, ସିଏ ହେଲା କାମୁଡା ଘୋଡ଼ା। ବର୍ତ୍ତମାନ ଏ ପରିସ୍ଥିତି ଓଡ଼ିଶାରେ। ଗୋଟେ ମନମୋହନଙ୍କର ବିଜେପିରେ ରହିବେ ନା ଧର୍ମେନ୍ଦ୍ରଙ୍କ ବିଜେପିରେ ରହିବେ? ନବୀନ ବାବୁ ଯାହା ପିଠିରେ ହାତ ବାଡ଼େଇ ଦେବେ ସିଏ ନେତା, ଏବଂ କାହାର ସ୍ୱାର୍ଥ ଚରିତାର୍ଥ ଏବେ ହେଇପାରୁନି। ଏବଂ ଯେଉଁ କଥା ଅନ୍ତକନ୍ଦଳ କଥା କୁହାଯାଉଛି, ଆଜି ବି ବିଜୁ ଜନତା ଦଳ ହେଉଛି ଭାରତ ବର୍ଷର ସବୁଠାରୁ ଶକ୍ତିଶାଳୀ ଆସିଲାଣି। ଯେହେତୁ ବିଧାନସଭାରେ ତୁମି ତୋଫାନ ହବ, ସେଥିପାଇଁ କି ଇଏ ଗୋଟେ ପ୍ରହସନ ଚାଲିଛି ଯାଇକିନା ବର୍ତ୍ତମାନ ଯାଇକି କିଛି ଲୋକ ବର୍ତ୍ତମାନ ଏଭଳିକା ବିଚଳିତ ହଉଛନ୍ତି। କିନ୍ତୁ ନବୀନ ବାବୁ ସ୍ଥିତପ୍ରଜ୍ଞ ହେଇକି ଅଛନ୍ତି। ଓଡ଼ିଶାବାସୀ ୟାକୁ ଅନୁଭବ କରିସାରିଲେଣି। ଆର ଉଚିତ ଜବାବ ଆଗାମୀ ଦିନରେ ଲୋକ ଦେବେ। ଏବଂ ବିଜେଡିର ଅନ୍ତକନ୍ଦଳ ବିଷୟରେ ଭାରତୀୟ ଜନତା ପାର୍ଟି ଇଏ ରାଜସ୍ୱ କମିଲା କାହିଁକି? ଇଏ କାହାର? ଇଏ ଆମ ଭବିଷ୍ୟତ ପିଢ଼ିଙ୍କ ପାଇଁ କି ଯେଉଁ ଖଣିଜ ସମ୍ପଦ ରହିଛି, ଯେଉଁ ଏକ୍ସହଷ୍ଟେବଲ୍ ରିସୋର୍ସ ରହିଛି। ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସୁଛନ୍ତି ଓଡ଼ିଶା, ଏଠି ତାଙ୍କ ନେତା ମନ୍ତ୍ରୀଙ୍କର ବିପି ବଢି ଯାଉଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଛନ୍ତି ସେଠି ଲୋକ ହଉନାହାନ୍ତି, ଖାଦ୍ୟ ବଳୁଛି, ଗାଈ ଖାଇକି ଗାଈ ମୃତ୍ୟୁବରଣ କରୁଛି। ଇଏ ସେଥିରେ ମାତିଛନ୍ତି। ବର୍ତ୍ତମାନ ଗୋଟେ ମନମୋହନଙ୍କର ବିଜେପିରେ ରହିବେ ନା ଧର୍ମେନ୍ଦ୍ରଙ୍କ ବିଜେପିରେ ରହିବେ?